ଆଉ ଏକ ନୂତନ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ ଜାଣିଥିବେ ରାସନର ଯେଉଁ EKYC ଚାଲିଥିଲା, ବର୍ତ୍ତମାନ ବି ଚାଲୁ ରହିଛି। ଆମେ এই ଭିଡ଼ିଓରେ ଜାଣିବା କ'ଣ ତାର ସିଷ୍ଟମ୍ ରହିଛି, କେତେ ଦିନ ଚାଲିବ, ଏଟା KYC କଲେ କ'ଣ ହେବ, ନ କଲେ କ'ଣ ଅସୁବିଧା ଅଛି ସେ ବିଷୟରେ। ପ୍ରଥମେ EKYC ବ୍ୟବସ୍ଥା ହେଉଛି ଯେଉଁମାନେ ବଞ୍ଚିଛନ୍ତି ବା ଅଛନ୍ତି ସେମାନଙ୍କର ଗୋଟେ ଫିଙ୍ଗର ପ୍ରିଣ୍ଟ ନିଆଯାଉଛି ଡିଲର ମାଧ୍ୟମରେ। ଆପଣଙ୍କ ରାସନ ଡିଲର ଯିଏ ହେଇଥିବେ ତାଙ୍କ ପାଖରେ ଯାଇ ଆପଣ EKYC କରିବେ। ସେ ଯେଉଁ EKYCଟା କଲେ ଆପଣ ଜୀବିତ ବୋଲି ଗୋଟେ ପ୍ରମାଣ ରହିଲା, ଆପଣ ଫିଙ୍ଗର ମାରିକି କଲେ ଆପଣଙ୍କର ରାସନ ଆକ୍ଟିଭ ରହିବ। ଏଇଥିରେ କ'ଣ ହେବ, ଯେଉଁମାନେ ନାହାନ୍ତି, ଧରାଯାଉ ମୃତ ବ୍ୟକ୍ତି, ସେମାନେ ତ ଫିଙ୍ଗର ମାରିପାରିବେନି, ତାଙ୍କର କଟିଯିବ। ଯେଉଁମାନେ ବାହାରେ ଅଛନ୍ତି ତାଙ୍କ ପାଇଁ ବି ବର୍ତ୍ତମାନ ହେଇଗଲାଣି ବୋଧେ 2 ମାସ ପରେ ହେଇଗଲାଣି, 2-3 ମାସ ହେଇଗଲାଣି ଏଇଟା ଚାଲିଛି। ତାଙ୍କୁ ବି ଟାଇମ୍ ଦିଆ ହେଇଥିଲା, ଟାଇମ୍ ସେମାନେ ଆସିକି ତାଙ୍କର EKYC କରିବା ପାଇଁ 2-3 ମାସ। କିଛି କିଛି ଜାଗାରେ ମଧ୍ୟ ଓଡ଼ିଶାର ଡିଲରମାନେ ବାହାରକୁ ଯାଇ ମଧ୍ୟ କିଛି କରାଇ ଦେଇଛନ୍ତି, କିନ୍ତୁ ଆଉ କିଛି ଲୋକଙ୍କର ରହିଯାଇଛି। ତେଣୁକରି ବର୍ତ୍ତମାନ ସରକାର କ'ଣ କରିଛନ୍ତି, ୟାକୁ ଆଉ ମାସେ ଘୁଞ୍ଚେଇ ଦେଇଛନ୍ତି। ମୁଁ ସେଇଥିପାଇଁ କହୁଛି ଏ ମାସ ଜାନୁଆରୀ 31 ପର୍ଯ୍ୟନ୍ତ ଆମର ଅଛି, ମାନେ EKYC ଆପଣ କରିପାରିବେ ଡିଲର ମାଧ୍ୟମରେ। ଯେଉଁମାନଙ୍କର ରାସନ ଅଛି ସେ ତୁରନ୍ତ EKYC କରାଇ ଦିଅନ୍ତୁ, ନଚେତ ଆପଣଙ୍କର ରାସନ କାର୍ଡ଼ରୁ ନାଁଟା କଟିଯିବ। ତେଣୁକରି ଆପଣ ଯେତେ ଶୀଘ୍ର EKYCଟାକୁ ଆପଣ ଏଇ ମାସ ଲାଷ୍ଟ ସୁଦ୍ଧା କରାଇ ଦିଅନ୍ତୁ। ଧନ୍ୟବାଦ।